ମୁଁ ଉଦୟ ନାରାୟଣ ଧର ଆସିଷ୍ଟାଣ୍ଟ ଡାଇରେକ୍ଟର ହର୍ଟିକଲଚର ପାଲହଡ଼ା। ଆଜି ଯେଉଁ ଆମର ଡିଷ୍ଟ୍ରିକ୍ଟ ଲେବୁଲରେ ଯେଉଁ ଅଏଲ୍ ପାମ୍ର ଯେଉଁ ମିଟିଂ ହେଇଥିଲା, ସେଥିରେ ଆମେ ଏ ବର୍ଷ ଅନୁଗୁଳ ଡିଷ୍ଟ୍ରିକ୍ଟରେ ଯେଉଁ ପ୍ରଥମେ ଇଣ୍ଟ୍ରୋଡ୍ୟୁସ୍ ହେଇଛି, ସେଥିରେ ଆମର ପାଲହଡ଼ାରେ ଆମେ ଭାବୁଛୁ ବହୁତ ଗୁଡ଼ିଏ ଯେଉଁ ଜାଗା ଗୁଡ଼ିକ ପଡ଼ି ରହିଛି, ଚାଷୀମାନେ ୟୁଟିଲାଇଜ୍ କରିପାରୁନାହାନ୍ତି। ଆମେ ଏଇଟା ଗୋଟେ ତାଙ୍କର ସମ୍ଭାବନା କ୍ରିଏଟ୍ ହେଉଛି, ଯାହାଫଳରେ କି ଯେଉଁଟା ଅନୟୁଜ୍ଡ ଲ୍ୟାଣ୍ଡ ଗୁଡ଼ାକ ଆମେ ଏଇ ଗଛ ଲଗାଇବା, ଯେଉଁଟାକି 4 ବର୍ଷ ପରେ ତାଙ୍କର ଗୋଟେ ରେଗୁଲାର ଇନକମ୍ର ସୋର୍ସ ହେଇପାରିବ। ତେଣୁ ସେଥିପାଇଁ ଆମେ ଆୱାରନେସ୍ ପ୍ରୋଗ୍ରାମ କରି ଚାଷୀମାନଙ୍କୁ ଅଧିକରୁ ଅଧିକ ଏଠି ଯେଉଁ ବେୟାର ଲ୍ୟାଣ୍ଡ ଗୁଡ଼ାକୁ ଯେମିତି ୟୁଟିଲାଇଜ୍ କରିହେବ, ସେଥିପାଇଁ ଦେଖିବା। ଯାହା ପାଲହଡ଼ାରେ ଗୋଟେ ମେଜର ପ୍ରୋବ୍ଲେମ୍ ହେଉଛି ହାତୀ ଆଟାକ୍, ଯେଉଁଟାରେ କି ଚାଷୀମାନେ ଅଲଗା ଯେଉଁ କ୍ରପ୍ ଗୁଡ଼ା କରୁଛନ୍ତି, ସେଥିରେ ସେମାନେ ବେଶୀ ସଫଳ ହେଇପାରୁନାହାନ୍ତି। ଏଇଟା କଲେ ଯେଉଁଥିରେ କି ହାତୀ ଆଟାକ୍ କଲେ ମଧ୍ୟ ଏ ଫଳର କିଛି ସେମିତି ବିଶେଷ କ୍ଷତି କରେ ନାହିଁ। ତେଣୁକରି ମୁଁ ନିଶ୍ଚିତ ଭାବୁଛି ଆଗାମୀ ଦିନରେ ପାଲହଡ଼ାବାସୀଙ୍କ ପାଇଁ ଏଇଟା ଗୋଟିଏ ସୁଯୋଗ ହୋଇ ବାହାରିବ। मो ना है अंबर लुगुन, डिप्यूटी डायरेक्टर हॉर्टिकल्चर अनुगुल। आज जिला स्तरीय एडिबल ऑयल पाम आज गोटे मीटिंग होता आमर कलेक्टर महोदय अध्यक्षतार बहुत संख्यार आमर ऑफिसर जोग देते। आमर जिले में 200 हेक्टर एथर प्रोग्राम अच्छे जो कि सबु अंचल चाष करा ये फसल सबु प्रकार माटी रे होता है। या सरकार योजना अच्छी ये चाष जेहेतु गोटे हेक्टर रे ये 143टा गछ लगुच से अंत चाष सरकार तरफ अच्छी यार योजना रे या पानी रो भी तार सुविधा अच्छी। खाली चाषी को या अपणाइबार अच्छी ये गछ आप 4 वर्ष ठू आरंभ करके 40 वर्ष पर्यंत फल दिए, जोटा कि निश्चित भाव में लाभकारी हो पार। फसल जोटा प्रोडक्ट बाहर सेटा एमएसपी माध्यम रे सरकार रेट अनुसार ही किना जीवो।